ଏକାଦଶସ୍କନ୍ଧ ଚମୋଧ୍ୟାୟ ରାଜୋବାଚ କହନ୍ତି ମୁନିବର ଶୁଣ ପରୀକ୍ଷଣ ଉପବର ରାଜା ବୋଲନ୍ତି ମନେ ଗୁଣି ମୁନିକ ତତ୍ତ୍ୱ ପରିମାଣୀ ନିର୍ଗୁଣ ନିରଞ୍ଜନ ହରି ଧରଣୀ ତଳେ ଦେହ ଧରି ଯେ କର୍ମ କଲେ ତ୍ରିଭୁବନେ ଯେ ଅବତାର ଯେବା ସ୍ଥାନେ କଥା କହ ମୁନିଗଣ ସନ୍ତୋଷ ନୁହେଁ ମୋ ଶ୍ରବଣ ମତେ ରାଜା ସାଧୁ କଥା ଶୁଣି ଦ୍ରୁମିଣ ଶୁଦ୍ଧ ଚେତା ଏ ରୋମ ପୁଲକ କରି ତନୁ ଅଶ୍ରୁଗଳ ଇତା ନୟନ ଦ୍ରୁମିଳ ଉବାଚ ହେ ବୋଲନ୍ତି ଶୁଣ ନର ନାଥ ଶେଷ କୃଷ୍ଣର ଚରିତ କେ ତାହା ଅନୁମାନ କରି ମୁଖେ କହିବ ଚିତେ ଧରି ଏ ବାଳକ ସମ ବୁଦ୍ଧିହୀନ ଜଗତେ ଅଛି କେ ଭାଜନ ପଣ୍ଡିତ ପଣେ ବାଦ କରି ହୃଦରେ ଅହଙ୍କାର ଭରି କହିବ କୃଷ୍ଣ ଗୁଣ ବଳେ ଯେ କେ ଅଛି ଭୁବନ ମଣ୍ଡଳେ ମୃତ୍ତିକା ଖଣ୍ଡ ଚୂର୍ଣ୍ଣ କରି ଯେ ଗଣି ପାରେ ରେଣୁ ଧରି ସେ କାହିଁ ହରିର ମହିମା ମୁଖେ କହିବ ଗୁଣ ସୀମା ଏ ବ୍ରହ୍ମାଣ୍ଡ ରଚି ପଞ୍ଚଭୂତେ ଅଂଶେ ତାର ମଧ୍ୟଗତେ ଏ ପଶେ ବିରାଟ ରୂପ ଧରି ଆଦି ଅନନ୍ତ ନର ହରି ନିଭୁବନ ଦେହ ଧରେ ସୃଷ୍ଟି ପାଳନ ଅନ୍ତ କରେ ପ୍ରଥମେ ରଜ ଗୁଣ ଧରି ବିଧାତା ରୂପେ ଅବତରି କରଇ ନାନା ମତେ ବିଧି ବିଧାନ ବେଦ ତୋତେ ପାଳଇ ଯଜ୍ଞପତି ରୂପେ ଜୀବ ଖେଳଇ ମୋହ କଳ୍ପେ ଈଶ୍ୱର ରୂପେ ତମ ଗୁଣେ ଦଇ ସୃଷ୍ଟି ସଂହରଣେ ଯେ ଗୁଣମୟ ନିରାକାର ଏଣୁ ତୃତୀୟ ରୂପ ତାର ପୂର୍ବେ ଯେ ଦକ୍ଷ ପ୍ରଜାପତି ତାର କୁମାରୀ ନାମ ମୂର୍ତ୍ତି ଧର୍ମର ପତ୍ନୀ ସେ ଯୁକତେ ବିଷ୍ଣୁ ଯାହାର ଗର୍ଭଗତେ ଅରୂପ ହୋଇ ରୂପ ରାଶି ସେ ନର ନାରାୟଣ ଋଷି ଏ କଳ୍ପେ ପର୍ଯ୍ୟନ୍ତ ତପ କରି ମନ ପବନ ହୃଦୟ ଧରି ଦେଖି ତାଙ୍କ ତପୋଘୋର ସ୍ୱର୍ଗେ କମ୍ପିଲା ସୁନାସିର ଭୟେ ଚିନ୍ତଇ ପୁରନ୍ଦର ନିଶ୍ଚେ ଘେନିବ ମୋର ପୁର ମୋ ପଦ ହରିବ ଏ ବଳେ ମନ୍ତ ବାଳି ସେ ବିକଳେ ବିଚାରି ଦେବଙ୍କ ସଙ୍ଗତେ ତପ ସମାଧି ବିଘ୍ନ ଅର୍ଥେ ଉପାୟ କଲା ସଚିପତି ଯେଣୁ ସ୍ୱଭାବେ ମନ୍ଦପତି ଏ କନ୍ଦର୍ପରାଇ ପୁରନ୍ଦର ବୋଇଲା ଯାଅ ମର୍ତ୍ତ୍ୟପୁର ବସନ୍ତ ପବନକୁ ଚାହିଁ ବୋଲଇ ସଙ୍ଗେ ଚଳ ତୁଇ ସ୍ୱଭାବେ ମନ୍ଦ ଗନ୍ଧ ଘେନିଣ ଅପସରା ବୃନ୍ଦ କୋକିଳ ଧ୍ୱନି ଗୀତ ଶୋନେ ନୃତ୍ୟ କରିବୁ ବିଦ୍ୟମାନେ ନାନା ପ୍ରକାରେ ମନୋହରି ତପ ସମାଧି ଭଗ୍ନ କରି ବନ ଆସ ସ୍ୱର୍ଗ ସ୍ଥାନେ ମନ୍ତେ ଇନ୍ଦ୍ରର ବଚନେ ମଧୁର ଧ୍ୱନି ଗୀତ ଶୋନେ ମିଳିଲେ ନାରାୟଣ ସ୍ଥାନେ ବସନ୍ତେ ପୁଷ୍ପିତ କାନନ ଦେଖି ହରଇ ପ୍ରାଣୀ ମନ କନ୍ଦର୍ପ ନାରାୟଣେ ଚାହିଁ ପୁଷ୍ପକ ଦଣ୍ଡେ ଗୁଣ ଦେଇ ପଞ୍ଚନାରାଚ ଅତିକ୍ରମେ ବିନ୍ଦିଲା କୃଷ୍ଣଙ୍କ ମରମେ ହେ ଲଳିତ ବହି ବସନ୍ତ ଗଭୀର ନାଦେ ଶୁଭେ ଗୀତ ଦେଖିଣ ତାଙ୍କ ଉପାଏ ଧ୍ୟାନେ ଜାଣିଲେ ଦେବରାଏ ଇନ୍ଦ୍ର ଯେ ଭୟ କରି ଚିତେ ମୋର ସମାଧି ଭଗ୍ନ ଅର୍ଥେ ଏହାକୁ ବେଶୀ ଉଦବେଗେ ମନ ବିଷାଦେ ଅଛି ସ୍ୱର୍ଗେ ଏହା ବିଚାରି ନାରାୟଣ ବୋଇଲେ ଇନ୍ଦ୍ର ଗଣେ ଶୁଣ ରଙ୍ଗ ଧରେ ମନ୍ଦେ ହସି ତାହାଙ୍କୁ ବୋଲନ୍ତି ଆଶ୍ୱାସୀ ଭୟ ନ କର ତୁମ୍ଭେ ଚିତେ ଉପାୟ କଲେ ନାନା ମତେ ମୋର ତପଭଗ୍ନ କର ଇନ୍ଦ୍ରକୁ ଯେବେ ତୁମ୍ଭେ ଡର ଆଜ ତୁମ୍ଭର ଆଗମନ ଧନ୍ୟ ମଙ୍ଗଳ ମୋର ସ୍ଥାନ ଏମନ୍ତ କହି ଭଗବାନ ତକ୍ଷଣେ ହୋଇଲେ ମୌନ ତା ଦେଖି ଇନ୍ଦ୍ରଗଣ ଡରେ ନମିଲେ ବିଷ୍ଣୁଙ୍କ ପୟରେ ଭୟେ କମ୍ପତି ମୁଖ ଚାହିଁ ବୋଲନ୍ତି ଶୁଣ ଭାବଗ୍ରାହୀ ଏ ଯେ ବିଚିତ୍ର କଥା ତୋର ତୁ ଧର୍ମ ପ୍ରଭୁ ନିରାକାର ନିର୍ଗୁଣ ନିର୍ବିକାର ଦେହି ପ୍ରକୃତି ତତେ ନ ଜାଣଇ ତୋହର ଭୟ ଚରଣ ସେବନ୍ତି ଆତ୍ମଜ୍ଞାନୀ ଗଣ ଯୋଗୀଙ୍କ ହୃଦୟ କମଳେ ତୋର ଆସନ ନିଶ୍ଚଳେ ତୋର ଚରଣେ ଯେ ସେବନ୍ତି ଦେବେ ତାହାଙ୍କୁ ବିଘ୍ନ ଚିନ୍ତି ବୋଲନ୍ତି ଜପ ଯଜ୍ଞ ତ୍ୟାଗୀ ଏ ଯେ ହୋଇବ ମୋକ୍ଷ ଭାଗୀ ଏଣୁ ଡରନ୍ତି ଦେବଗଣ କରନ୍ତି ବିଘ୍ନ ଆଚରଣ ଯେ ଅନ୍ୟ ଦେବତା ଭଜନ୍ତି ତାହାଙ୍କୁ ବିଘ୍ନ ନ କରନ୍ତି ସମସ୍ତେ ମିଳି ଅଗ୍ନି କୁଣ୍ଡେ ଘୃତ ସମିଧ ବକ୍ଷି ତୁଣ୍ଡେ ଯଜ୍ଞ ଭୋଜନେ ସୁଖେ ଥାନ୍ତି ତାହାକୁ ଦୟା ସେ କରନ୍ତି ଯେ ତୋର ଚରଣେ ସେବନ୍ତି ସକଳ ଧର୍ମ ସେ ଲଭନ୍ତି ଏକାନ୍ତ ଚିତ୍ତେ ସୁଖେ ଥାଇ ଅନ୍ୟ ଦେବଙ୍କୁ ନ ଗଣଇ ତେଣୁ ସେ ଦେବେ କୋପ ଭରେ ବିଘ୍ନ ଆଚରନ୍ତି ତାହାରେ ଯେ ତୁମ୍ଭ ଚରଣେ କିଙ୍କର ତାହାଙ୍କୁ ତୁମ୍ଭେ ଦୟା କର ଏ ବିଘ୍ନ ତାହାଙ୍କ ପାଦେ ନମ ଅନ୍ୟ ସଂସାର ଯାଇ ଭ୍ରମ ক্ষুধা পিপাসা শীত জ্বর দুর্জয় শোক ভয়ঙ্কর মদন লোভ আদি আম্বে তাউ নিরতে প্রাণী সঙ্গে বিঘ্ন আচরু শত্রু ফণে যে ধর্ম করে অনুক্ষণে হে আম্বর হিংসা এই মত যে প্রাণী তুম্বর ভকত
ତାହାକୁ ଦେଖି ଆମ୍ଭେ ଡରି ସେ ପ୍ରାଣୀ ଭବୁ ଯାନ୍ତି ତରି। ବାଛୁରୀ ଖୋଜେ ଜଳ ଥିଲେ ତାହା ଯେ ସନେ ଲଙ୍ଗି ଭଲେ। ଯେ ଘୋର ତପ ଆଚରନ୍ତି ତାହାଙ୍କୁ ଆମ୍ଭେ ବିଘ୍ନ ଚିନ୍ତି। କଠୋର ତପ କରି ନାଶ ଯେଅନ୍ତି କାମ ଲୋଭେ ବଶ। ଛାଡ଼ନ୍ତି ତପ ଧର୍ମ ଭୟେ ପଡ଼ନ୍ତି ବିଷ୍ଣୁ ମାୟା ମୋହେ। ହେମନ୍ତ କହୁ ଇନ୍ଦ୍ର ଗଣେ ବିଷ୍ଣୁ ସମୀପେ ତତକ୍ଷଣେ। ଅଦ୍ଭୁତ ନାରୀ ରୂପ ରାଶି ବିଜୁଳି ଯେନେ ମେଘୁ ଆସେ। ସେବନ୍ତୀ ନାରାୟଣ ପାଶେ ତା ଦେଖି ଇନ୍ଦ୍ରଗଣ ତ୍ରାସେ। କମ୍ପନ୍ତି ଜୀବନ କାତରେ ନୟନ ବୁଝି ଦୁଇ କରେ। ସେ ରୂପ ରାଶି ଦେହ ଗନ୍ଧେ ଆଘ୍ରାଣ କରି ନାସାରନ୍ଧ୍ରେ। ରହିଲା ତାହାଙ୍କର ମନ ରୂପକୁ ଚାହିଁ ହତ ଜ୍ଞାନ। ଏ ମୋହେ ପଡ଼ିଲେ ମୋହି ତଳେ କନ୍ୟାଙ୍କ ରୂପ ଗନ୍ଧ ବଳେ। ତା ଦେଖି ପ୍ରଭୁ ବ୍ରହ୍ମ ରାଶି ରଙ୍ଗ ଧରେ ମନ୍ଦ ହସି। ବୋଲନ୍ତି ଦେବଗଣେ ଚାହିଁ ଭୟ ନ କର ତୁମ୍ଭେ କେହି। ମୋର ନିକଟେ କନ୍ୟା ଯେତେ ଅଛନ୍ତି ସେବା ଅନୁମତେ। ତାହାଙ୍କ ପାଦେ ସେବା କର କନ୍ୟା ଗୋଟିଏ ମାଗ ବର। ସେ ଯେବେ ଦିଅନ୍ତି ଏକ ନାରୀ ତା ଘେନି ଚଳ ସ୍ୱର୍ଗପୁରୀ। ସେ ହେଉ ସ୍ୱର୍ଗେ ଅଳଙ୍କାର ରୂପେ ମୋହିବ ପୁରନ୍ଦର। ତକ୍ଷଣେ ଆଜ୍ଞା ଶିରେ ଧରି କନ୍ୟାଙ୍କ ପାଦେ ସେବା କରି। କନ୍ୟା ଏ ଲଭି ତାଙ୍କ ମଧ୍ୟେ ସ୍ୱର୍ଗେ ମିଳିଲେ ଅପ୍ରମାଦେ। ଇନ୍ଦ୍ର ସମୀପେ ଦେଲେ ନେଇ ଉର୍ବଶୀ ନାମ ସେ ବୋଲାଇ। ଦେଖି ସାନନ୍ଦ ପୁରନ୍ଦର ରୂପେ ମୋହିଲା ସ୍ୱର୍ଗପୁର। ପ୍ରଣାମ କରି ସଚିନାଥ କହିଲେ ସକଳ ବୃତ୍ତାନ୍ତ। ଇନ୍ଦ୍ର ଆନନ୍ଦ ତାହା ଶୁଣି ନିଶ୍ଚୟ ଜାଣିଲା ଚକ୍ରପାଣି। ବିସ୍ମୟ ଛାଡ଼ି ଦମ୍ଭ ମନେ ରହିଲା ଭୟ ଛାଡ଼ି ମନେ। ଏବେ ଓ ଶୁଣ ନରେଶ୍ୱର ବିଷ୍ଣୁର ଅଂଶେ ଅବତାର। ପରମହଂସ ରୂପ ହୋଇ ଅଶେଷ ଜ୍ଞାନମୟ ଦେଇ। ଯେ ଅବାକରେ ଏ ଜଗତେ ଏବେ ଓ ଶୁଣ ଏକ ଚିତେ। ସିଏ ଦତ୍ତାତ୍ରେୟ ହୋଇ ଜ୍ଞାନ ମଙ୍ଗଳ ପୂର୍ଣ୍ଣ ଦେଇ। ବ୍ରହ୍ମାର ମନୁ ଅବତରି ଚତୁଃସନକ ରୂପ ଧରି। ପୁନରୁଷଭ ଅବତାର ଆମ୍ଭେ ହୋ ତାଙ୍କ କୁମର। ସେ ପୁଣି ହୟଗ୍ରୀବ ହୋଇ ସେ ରୂପେ ବେଦ ଉଦ୍ଧାରଇ। ମଧୁକୈଟଭ ସଂହାରିଲେ ବ୍ରହ୍ମାକୁ ସଙ୍କଟୁ ତାରିଲେ। ପଞ୍ଚମେ ମୀନ ରୂପ ହୋଇ ଧରଣୀ ନାବ ସଙ୍ଗେ ବୋହି। ପ୍ରଳୟ ଜଳେ ଶଙ୍ଖ ମାରି ସେ ରୂପେ ନିଗମ ଉଦ୍ଧାରି। ପ୍ରଳୟ ବୃଷ୍ଟି ଜଳେ ଭାସି ଭୂମି ପାତାଳେ ଥିଲା ପଶି। କର ରୂପ ଧରି ହରି ଭୂମି ତୋଳିଲେ ଦନ୍ତ ପରି। ଇନ୍ଦ୍ର ସମ୍ପଦ ଲାଭ ଅର୍ଥେ ଦେବ ଦାନବ ଅନୁମତେ। ଗଭୀର କ୍ଷୀର ସିନ୍ଧୁ ମଧ୍ୟେ ମନ୍ଦର ଆଣି ସୁଖ ସାଧେ। ଏ ଜଳେ ପକାନ୍ତେ ମହାଗିରି ହରି ତା କୁର୍ମ ରୂପେ ଧରି। ଅମୃତ ଆଦି ନାନା ଦ୍ରବ୍ୟ ଇନ୍ଦ୍ରକୁ ଦେଲେ ହରି ସର୍ବ। ଗଜ କୁମ୍ଭୀର ଯୁଦ୍ଧ କାଳେ ସେ ହରି ରୂପ ଅନ୍ତରାଳେ। ଚକ୍ରେ କୁମ୍ଭୀର ମୁଣ୍ଡ ଆଣି ଗଜ ଉଦାରି ଚକ୍ର ପାଣି। କଶ୍ୟପ ଋଷି ଯଜ୍ଞ ମେଳା 60,000 ବାଳ ଖିଲା। ନିତ୍ୟ ଚାଲନ୍ତି ବନ ଦାଣ୍ଡେ କାଠ ବହନ୍ତି କାନ୍ଧେ ମୁଣ୍ଡେ। ଦିନେକ ଘେନି ଏକ ତାଳେ 60,000 ଏକ ମେଳେ। ବହି ଆଣନ୍ତି ବାହୁ ବଳେ ବୁଡ଼ିଲେ ଗୋଷ୍ଠ ଦଶ ଲୀଳେ। ସମସ୍ତେ ହୋଇ ଏକ ମୁକ ଡାକନ୍ତି ନାରାୟଣ ରଖ। କ୍ଷୀଣ ତାଙ୍କ ବିକଳ ଦୟା ସାଗର ଆଦି ମୂଳ। ତକ୍ଷଣେ ଦିବ୍ୟ ରୂପ ଧରି ବିପ୍ରଙ୍କୁ ସଙ୍କଟୁ ଉଦ୍ଧାରି। ଦେବ ଅସୁର ଯୁଦ୍ଧ କାଳେ ବାସବ ନିଜ ଭୁଜ ବଳେ। ଏ ବଜ୍ରେ ଛେଦିଲା ବୃତ୍ରକନ୍ଧ ତେଣୁ ଲଭିଲା ବ୍ରହ୍ମବଧ। ବିଚାରି କଲା ମନେ ଦୁଃଖ ଡାକିଲା ନାରାୟଣ ରଖ। ତକ୍ଷଣେ ଧର୍ମ ରୂପ ଧରି ଇନ୍ଦ୍ରକୁ ସଙ୍କଟୁ ଧରି। ଭକ୍ତ ଉଦ୍ଧାର ହେତୁ କରି ନୃସିଂହ ହିରଣ୍ୟେଶ ହରି। ଏ ଦୟା ସାଗର ଦାମୋଦର ଦାନ ଘେନିଲେ ତିନି ପୁର। ଅଦ୍ଭୁତ ବାମନ ଶରୀରେ ମିଳିଲେ ବଳି ଯଜ୍ଞ ଦ୍ୱାରେ। ରୂପେ ମୋହି ତାର ମନ ଦାନେ ହରିଲେ ତ୍ରିଭୁବନ। ପାଦେ ତାର ଶିର ଚାପି ପାତାଳ ପୁରେ ନେଇ ସ୍ଥାପି। ଇନ୍ଦ୍ରର ମନ କଲେ ଶୁଭ ସୁଖେ ସେ ଭୁଞ୍ଜଇ ଦୁର୍ଲଭ। ପୁଣ ଭୃଗୁ ବଂଶେ ହରି ପରଶୁରାମ ରୂପ ଧରି। ଏକ ବିଶନ୍ତି ବାର କୋପେ ଅବନି ଭ୍ରମି ବିଶ୍ୱରୂପେ। ପ୍ରିୟ କୁଳ ସଂହାରଣ କଲେ ଅନାଦି ନାରାୟଣ। ରାବଣ ରାମ ରୂପେ ମାରି ସଙ୍କଟୁ ଜାନକୀ ଉଦ୍ଧାରି। ଧରଣୀ ମଧ୍ୟ ଯଶ ଥୋଇ ପ୍ରାଣୀ ତରଇ ତାହା ଗାଇ। ପୁଣି ଅନନ୍ତ ଅବତାରେ ହଳ ମୁଷଳ ଧରି କରେ। ଘୋର ଦାନବ ଦର୍ପ ହରି ସୁଖେ ସ୍ଥାପିଲେ ବସୁନ୍ଧରି। ପ୍ରବୋଧ ବୁଧ ଅବତାରେ ଜ୍ଞାନ ବିସ୍ତାରି ଏ ସଂସାରେ। ଅଶ୍ୱାରୋହୀ କଳ୍କି ରୂପେ ମ୍ଲେଚ୍ଛ ସଂହାରି ମହାକୋପେ। ଏମତେ ନାନା ରୂପ ଧରେ ସେ ହରି ଜଗତେ ବିହରେ। ତାର ଗୁଣ କର୍ମ ମୁଖେ ସଂଖ୍ୟା କରିବ ଶତ କଳ୍ପେ। କେହ ବା କହିବ ସଂକ୍ଷେପେ ଭୋ ରାଜା ତୋହର ସମୀପେ। ନାରଦ ବସୁଦେବ ମେଳେ ଶୁକ ପରୀକ୍ଷ ଗଙ୍ଗା କୂଳେ। ଷଡ଼ ପ୍ରଶ୍ନେ ଏକାଦଶ କହିଲା ଜଗନ୍ନାଥ ଦାସ।
ଭାଗବତ ଧର୍ମ କଥା ଶୁଣି ଛାଡ଼ିବ ମନ ବ୍ୟଥା। ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାଂ ବୟାସିକ୍ୟାମ୍ ଏକାଦଶ ସ୍କନ୍ଧେ ନିମି ନବ ବିପ୍ର ସମ୍ବାଦେ ନାମ ପଞ୍ଚମ ଅଧ୍ୟାୟ। ଭୋଲାନନ୍ଦେ କବା